ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି। ମୋ ମନ କଥାର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଆଜିର ଏ ଅଧ୍ୟାୟରେ ମୁଁ ଲେଖିଥିବା ଗୋଟିଏ ଗଳ୍ପ, ଯାହାର ଶୀର୍ଷକ ହେଉଛି ମଧୁ। ମଧୁ କିଏ ତା ଠିକଣା କାହା ପାଖରେ ନାହିଁ, ଅଥଚ ସମସ୍ତେ ତାକୁ ହିଁ ଖୋଜନ୍ତି। ସେ ନଥିଲେ ସବୁ ଅଚଳ, ପାଣି ଟୋପେ ବି ମିଳେନି। ଆଜି ସକାଳୁ କିନ୍ତୁ ମଧୁର ଦେଖା ଦର୍ଶନ ନାହିଁ। ଦଳ ଦଳ ପିଲା ଆଲୋଚନାରେ ବ୍ୟସ୍ତ। ଦିନ ଯେତିକି ବଢ଼ୁଛି ଉତ୍କଣ୍ଠା ସେତିକି ବଢ଼ୁଛି। ଠିକଣା ଜଣାଥିଲେ ଅବା ତାକୁ ଖୋଜିବାକୁ ଚେଷ୍ଟା କରାଯାଆନ୍ତା। ଦଳେ ପାଖ ପୋଖରୀରେ, ଆଉ ଦଳେ ପାଖ ରେଲ ଲାଇନ କଡ଼େ କଡ଼େ ଯାଇ ମଧୁକୁ ଖୋଜି ଆସିଲେଣି। ମନରେ ପାପ ଛୁଉଁଛି, କିଛି ଅଘଟଣ ଘଟିଗଲା କି ଆଉ? ମଧୁର ବୟସ 50 ପାଖାପାଖି, ହେଲେ ବି ତାର ଚୁଟି ସବୁ ପ୍ରାୟ ଧଳା। ଦେହରେ ପୁରା ହାତ ଗଞ୍ଜି ସାଙ୍ଗକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକା ହୋଇଥିବା ଧୋବ ଫରଫର ଧୋତି, ପାଦରେ ହଳେ ରବର ଚପଲ। ସବୁବେଳେ ସେ ପ୍ରାୟ ଏଇ ବେଶରେ ଦୃଶ୍ୟ ହୁଏ। କେବେ କେମିତି କାମ ପଡ଼ିଲେ କୁର୍ତ୍ତାଟିଏ ମଡ଼େଇ ବାହାରକୁ ଯାଏ। ସବୁବେଳେ ହସ ହସ ମୁହଁ, ବେଶ ପରିଷ୍କାର ପରିଚ୍ଛନ୍ନ ସେ। ମଧୁର ସେହି ମଲ୍ଲିଫୁଲିଆ ହସ ହସ ମୁହଁ, ସଫାସୁତୁରା ଚେହେରା ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ସମସ୍ତଙ୍କ ଆଶା ଏଇ ମଧୁ ଆସିଯିବ କି? କିନ୍ତୁ କାହିଁ ତାର ଦେଖା ନାହିଁ। ସକାଳ ପାକଳ ହେବା ଆରମ୍ଭ କରିଛି। ବସ୍ ଷ୍ଟପରେ, ଚା ଦୋକାନରେ, ସବୁଆଡ଼େ ସେଇ ମଧୁର ଚର୍ଚ୍ଚା। ଦଳେ ପିଲା ତାକୁ ନ ପାଇ ତା ଗୁଣଗାନରେ ବ୍ୟସ୍ତ। ପ୍ରତାପ କହୁଥିଲା, ତା ଗୋଡ଼ ହାଡ଼ ଭାଙ୍ଗିବା ବେଳେ ମଧୁ ଯେଉଁ ସେବା କରିଛି, ଏ ଜନ୍ମରେ ସେ ତା ଋଣ ଶୁଝିପାରିବ ନାହିଁ। ଟାଇଫଏଡ଼ରେ ପଡ଼ିଥିବା ବେଳେ ଦିନ ରାତିକୁ ଏକ କରି ସେ ଜଗି ବସିଥିଲା ବୋଲି ସ୍ମୃତିଚାରଣ କରୁଛି ମଦନ। ଥରେ ଅତୁଲର 500 ଟଙ୍କା ଖଟ ତଳୁ ପାଇ ଫେରେଇ ଦେଇଥିଲା ସେ। ଏମିତି ଯିଏ ଯାହା ପାରିଲେ ମଧୁର ଅନୁପସ୍ଥିତିରେ ତାର ପ୍ରଶଂସା କରି ଚାଲିଛନ୍ତି। ତଥାପି ମଧୁର ଦେଖା ନାହିଁ। ସପନୀର ବି ଦେଖା ନାହିଁ। ସପନୀ ମଧୁର ସାଙ୍ଗ, ସପନୀ ମଧୁର ସାଙ୍ଗ। ଦୁହେଁ ସାଙ୍ଗ ହୋଇ ହଷ୍ଟେଲରେ କାମ କରନ୍ତି। ମଧୁ ପିଲାଙ୍କ ଘର ସବୁ ଝାଡ଼ୁ ମାରେ, ପିଇବା ପାଣି ଯୋଗାଏ। ସପନୀ ମେସରେ ବାସନ ମାଜେ। ସେ ଦେଖା ହେଲେ ଅବା ମଧୁ ବିଷୟରେ କିଛି କହିପାରନ୍ତା। ସପନୀ କହେ, 15 ବର୍ଷରୁ ମଧୁ ହଷ୍ଟେଲରେ କାମ କରି ଆସୁଛି। କେହି କେବେ ତା ବିରୁଦ୍ଧରେ ଦି ପଦ କଥା ହେବା ଶୁଣାଯାଇ ନାହିଁ। ବାପା ମାଙ୍କ ବିଷୟରେ ତା ପାଖରେ କିଛି ଖବର ଅନ୍ତର ନାହିଁ। ନିଜର ଗାଁ ଘର ବାବଦରେ କିଛି ଠିକଣା ତାକୁ ଜଣା ନାହିଁ। ବନ୍ଧୁବର୍ଗଙ୍କ କଥା ପଚାରେ କିଏ? ଏଇ ହଷ୍ଟେଲର ପିଲା, ତାର ବାପା ମା, ବନ୍ଧୁବର୍ଗ ସବୁ କିଛି। ଏଇମାନଙ୍କୁ ନେଇ ତାର ସୁଖ ଦୁଃଖର ଦୁନିଆ। ଏମିତି ଏତେ ବଡ଼ ଦୁନିଆରେ ସେ ପୁରା ଏକୁଟିଆ। ବୟସ 50 ଟପିଲାଣି ସିନା, ଘର ସଂସାର କରିନି। ନିଜର ବୋଲି ତ କେହି ନାହାନ୍ତି। ତା ବାହାଘର ବିଷୟରେ ମୁଣ୍ଡ ଖେଳିଥାନ୍ତା କିଏ? ବିଏ ପିଲାଙ୍କର ପରୀକ୍ଷା ଚାଲିଛି। ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଗଲେଣି। ଦଳ ଦଳ ହୋଇ ପିଲା ପରୀକ୍ଷା ହଲରୁ ବାହାରି ଆସୁଛନ୍ତି। ପରୀକ୍ଷା ଶେଷ ହେଲା ବୋଧହୁଏ। କାହା ମୁହଁରେ ଆଶା ତ କାହା ମୁହଁରେ ନିରାଶାର ଚିହ୍ନ। ପ୍ରଶ୍ନପତ୍ର ଆଲୋଚନା ପର୍ଯ୍ୟାଲୋଚନା ପରେ ପିଲାଏ ହଷ୍ଟେଲ ଯେ ଯାହା ଘରକୁ ଚାଲିଗଲେଣି। ଖରା କ୍ରମଶଃ ଟାଣ ଧରିଛି। ରାସ୍ତାଘାଟ ନିରୋଳା ହେବାକୁ ବସିଲାଣି। ପିଲାଏ ଆଗାମୀ ପରୀକ୍ଷା ପାଇଁ ବ୍ୟସ୍ତ। ହଠାତ୍ ଦେଖାଗଲା ମଧୁ ଏକୁଟିଆ ହଷ୍ଟେଲ ସାମ୍ନା ବରଗଛ ମୂଳ ଛାଇରେ ବସିଛି। ପରୀକ୍ଷା ଦେଇନଥିବା ପିଲାଏ ଖରାରେ କାଁ ଭାଁ ବୁଲାବୁଲି କରୁଛନ୍ତି। ମଧୁକୁ ଦେଖି ତା ପାଖରେ ଜଣେ ଜଣେ ହୋଇ ଭିଡ଼ ଜମେଇଲେ। ତାର ଫେରିବା ଖବର ତଡ଼ିତ୍ ବେଗରେ ହଷ୍ଟେଲ ଭିତରେ ପ୍ରଗଟ ହେବା ଆରମ୍ଭ କରିଛି। ଦେଖୁ ଦେଖୁ ମଧୁ ଚାରିପଟେ
ପିଲାଙ୍କର ପାଚେରୀ। ଭିଡ଼ ଭିତରେ ଲୁଚି ଯାଇ ସେ ଗୁମ୍ ହୋଇ ବସିଛି। ଯିଏ ଯାହା ପଚାରିଲେ ସେ ନୀରବ। ପିଲାଏ ପଚାରି ପଚାରି ଥକି ଗଲେଣି। ଜଣେ କହିଲା ସେ ବୋଧହୁଏ ମୌନବ୍ରତ କରିଛି। ମଧୁ ସେ ପିଲାକୁ ଅନେଇ ବଲ ବଲ ହୋଇ ଚାହିଁଲା। କହିଲା, ଯେଉଁଠି ମଣିଷର ମଣିଷ ଉପରେ ଭରସା ନାହିଁ ସେଠି ମୌନବ୍ରତ ହିଁ ଏକମାତ୍ର ପନ୍ଥା। ଭିଡ଼ ଭିତରୁ ଆଉ ଗୋଟିଏ ପିଲା ଚିତ୍କାରି କରି କହିଲା, ୟାକୁ କିଏ ଗୁଣିଗାରେଡ଼ି କରିଦେଇଛି। ଦେଖୁନ ତା ଆଖିଟା କେମିତି ବରଫଳ ପରି ଲାଲ ଟହଟ ଦିଶୁଛି। ଥରୁଥିବା ଦୁଇ ଆଖିରେ ଆଖି ଦିଟାକୁ ଆଉଁସି ଲାଲ ରଙ୍ଗକୁ ଅନୁଭବ କରିବା ପାଇଁ ଚେଷ୍ଟା କଲା ମଧୁ। କିନ୍ତୁ ଅନ୍ୟମନସ୍କ। ଏହି ଗତ କେତେ ଘଣ୍ଟା ଧରି ଅମାନିଆ ଲୁହଧାର ଅବିରତ ଭାବରେ ତା ଆଖିରୁ ଝରି ଚାଲିଛି। ମଧୁ ଭାବିଲା, ଏତେ ଲୁହ ବହିଗଲେ ଧଳା ଆଖିଟା ଲାଲ ହେବନି ତ କ'ଣ ହେବ? ଭିଡ଼କୁ ଠେଲି ପେଲି ମଧୁ ମୁହଁକୁ ନିରୀକ୍ଷଣ କରି ଆଉ ଟୋକାଟାଏ କହିଲା, ମୌନବ୍ରତ, ଗୁଣିଗାରେଡ଼ି ଏସବୁ ବାଜ୍ୟ କଥା। ୟାକୁ ଏକ ଶକ୍ତ ବେମାର ଧରିଛି। ଚାଲ ୟାକୁ ଡାକ୍ତରଖାନା ନେଇଯିବା। ଡାକ୍ତରଖାନା ନାଁ ଶୁଣି ହଡ଼ବଡ଼େଇ ଗଲା ମଧୁ। ତାର ତ କିଛି ହେଇନି, ସେ ଡାକ୍ତରଖାନା ଯିବ କାହିଁକି? ଏତିକି ବେଳକୁ ପ୍ରତାପ, ମଦନ, ଅତୁଲ ଡକାଡକି ହୋଇ ତା ପାଖରେ ହାଜର। ନିଜର ପାଖ ପିଲାମାନଙ୍କୁ ଦେଖି କୋହ ସମ୍ବରଣ କରି ନ ପାରି ମଧୁ ଭୋ ଭୋ ହୋଇ କାନ୍ଦି ଉଠିଲା। ସିନା ଯିଏ ଯେତେ କଥା ପଚାରିଲେ ମଧ୍ୟ କୌଣସି କଥାର ଉତ୍ତର ଦେଲା ନାହିଁ। ବହୁ ବୁଝାବୁଝି ପରେ ନିରୀହ ମଧୁ ତା ମନ କଥା କହିବା ପାଇଁ ରାଜି ହେଲା ଗୋଟିଏ ସର୍ତ୍ତରେ। ସେ ସର୍ତ୍ତ ହେଉଛି ଯେ ସେ କୌଣସି ପିଲାଙ୍କ ନାମ ପ୍ରକାଶ କରିବ ନାହିଁ। ତାକୁ ଏଥିପାଇଁ କେହି ବାଧ୍ୟ କରିବେ ନାହିଁ। ତାପରେ ସେ ନୀରବରେ ମୁହଁ ପୋତି ଧୀର ପଦଚାଳନାରେ ତା ରୁମ୍ ଆଡ଼କୁ ଅଗ୍ରସର ହେଲା। ହଷ୍ଟେଲ ପିଲାଏ ଆଲୋଚନାରେ ବ୍ୟସ୍ତ। ନିଶ୍ଚୟ ଗୋଟାଏ କିଛି ଗହୀର କଥା ଅଛି। ନହେଲେ ସବୁବେଳେ ହସୁଥିବା ମଧୁ ଆଜି ଏତେ ଗମ୍ଭୀର କାହିଁକି? ପୁଣି ଭୋ ଭୋ ହୋଇ କାନ୍ଦି ପକେଇଲା। କ୍ୟାଁ? ସବୁ କଥା ବିଚାର ବିମର୍ଶ ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ସଙ୍ଗେ ପରାମର୍ଶ କରି ସନ୍ଧ୍ୟାକୁ ସମୟ ଠିକ୍ ହେଇଛି। ମଧୁ ତାର ଉଭାନ ସମ୍ପର୍କରେ ବୟାନ ଦେବ। ସନ୍ଧ୍ୟା ଯେତିକି ନିକଟତର ହେଉଛି ପିଲାଙ୍କ ମନରେ ସେତିକି ଉତ୍କଣ୍ଠା, ସେତିକି ତୀବ୍ରତର ହେବାରେ ଲାଗିଛି ତାଙ୍କ ମନର ଉତ୍କଣ୍ଠା। ହଷ୍ଟେଲର କମନ ରୁମ୍ରେ ପିଲାମାନେ ଜମା ହେବାରେ ଲାଗିଛନ୍ତି। ସୁପରିଟେଣ୍ଡେଣ୍ଟ ବି ଅଫିସ ଆସିଗଲେଣି। ମଧୁ ଅପରାଧୀଟିଏ ପରି ସାଧାରଣ କମନ ରୁମ୍ ବାହାରେ ଅପେକ୍ଷାରତ। ସାମ୍ନାରେ ତା ଭଳି ଏତେ ପାଠୁଆ ପିଲାଙ୍କ ସାମ୍ନାରେ ତା ଭଳି ମୂର୍ଖ ବା କ'ଣ କହିବ? ଭୟ ଓ ଆଶଙ୍କାରେ ମଧୁର ଛାତି ଭିତରଟା ଦୁମ୍ ଦୁମ୍ ହେଇଯାଉଛି। ତଥାପି ମନରେ ସାହସ ଲଗେଇ ତାର ପାଳି ପଡ଼ିବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଲା। ସଭା କାର୍ଯ୍ୟ ଆରମ୍ଭ ହେବ। ମଧୁ ତାର ବୟାନ ଦେବ। ବେଶ କିଛି ପିଲା ସଭାରେ ଯୋଗ ଦେଇଥିଲେ ମଧ୍ୟ ପରୀକ୍ଷା ଆଳରେ ବିଏ ପରୀକ୍ଷା ଦେଉଥିବା କିଛି ପିଲା ଅନୁପସ୍ଥିତ ଅଛନ୍ତି। ସୁପରିଟେଣ୍ଡେଣ୍ଟଙ୍କ ଅନୁମତି କ୍ରମେ ହାତ ଯୋଡ଼ି ମଧୁ ମୁହୂର୍ତ୍ତେ ଠିଆ ହୋଇ ଆରମ୍ଭ କଲା। ମୋ ନାଁ ମଧୁ କିଏ ଦେଇଛି ମୁଁ ଜାଣିନାହିଁ ଆଜ୍ଞା। ମୋର ଜ୍ଞାନ ହେବା ଦିନଠୁ ମୋତେ ସମସ୍ତେ ମଧୁ ବୋଲି ଡାକୁଥିବାର ମୁଁ ଜାଣେ। ପିଲାଦିନେ ଯେଉଁ ଚା ଦୋକାନରେ କାମ କରୁଥିଲି ସେ ଦୋକାନ ବନ୍ଦ ହେଇଯିବାରୁ ବାବୁ ଜଣକ ମୋତେ ଆଣି ଏ ହଷ୍ଟେଲରେ ଜୁଟେଇ ଦେଇଥିଲେ। ସେଇଦିନଠୁ ମୁଁ ଏଇଠି ଅଛି। ହଷ୍ଟେଲରେ ରହିବା ପରେ ଥରେ ଦିଥର ଚା ଦୋକାନୀ ବାବୁଙ୍କୁ ଖୋଜିବାକୁ ଚେଷ୍ଟା କରି ପାଇଲି ନାହିଁ। ସେ ବାବୁଙ୍କ ସହ ମୋ ପରିଚୟର କ୍ଷୟ ବି ହଜିଯାଇଛି। ମୋ ବାପା ମା କିଏ, ମୋ ଗାଁ କୁଆଡ଼େ ସେ ବିଷୟରେ ମୋତେ କିଛି ଜଣା ନାହିଁ। ବାପା ମାଙ୍କ ପରିଚୟ ଜଣା ନଥିବା ଯନ୍ତ୍ରଣା କେବଳ ଜଣେ ଅନୁଭବୀ ହିଁ ଜାଣେ। ପବନରେ ଉଡ଼ୁ ବୁଲୁଥିବା ଏକ ଛିଣ୍ଡା କାଗଜ ପରି ଅବସ୍ଥା। କେଉଁ ବହି, କେଉଁ ପୃଷ୍ଠାର କାଗଜ ସେ କଥା ଅଜଣା। ବେଳେବେଳେ ବାପା ମାଙ୍କ ମୁହଁ କେମିତି ହେଇଥିବ ଅନୁମାନ କରିବାକୁ ମୁଁ ଚେଷ୍ଟା କରେ। କିଛି ଥଳକୂଳ ପାଏନା। ମହାଶୂନ୍ୟରେ ଭାସିଲା ପରି ଅବସ୍ଥା। ଭାବେ ଏଇ ହଷ୍ଟେଲ ପିଲାମାନେ ହିଁ ମୋର ସବୁ କିଛି। ପିଲାଙ୍କର ସୁଖରେ ମୋର ସୁଖ, ତାଙ୍କର ଦୁଃଖରେ ମୋର ଦୁଃଖ। ଏକା ନିଶ୍ୱାସରେ ଏତେ ଗୁଡ଼ିଏ କଥା କହିଦେଇ ଟିକେ ରହିଗଲା ମଧୁ। ଭାବିଲା, ଏତେ ଜ୍ଞାନୀ ଗୁଣୀ ପିଲାଙ୍କ ଆଗରେ କ'ଣ ସବୁ ସେ ଗପି ଚାଲିଛି। ପିଲାମାନେ କିନ୍ତୁ ନୀରବରେ ଶୁଣି ଚାଲୁଥାନ୍ତି।
ଏବେ ଆଗକୁ କ'ଣ କହିବ ଭାବି ଅଟକି ଗଲା ମଧୁ। ସାଧାରଣ କମନ ରୁମ୍ରେ ଅସ୍ୱାଭାବିକ ନୀରବତା। ସମସ୍ତେ ମଧୁ ମୁହଁକୁ ଉତ୍ସୁକତା ସହିତ ଚାହିଁଛନ୍ତି। ଆଉ ମଧୁ ଏବେ କ'ଣ କହିବ? ମଧୁର ତଣ୍ଟି ଶୁଖି ଶୁଖି ଆସୁଛି, ଜିଭ ଅଠାଳିଆ ଧରୁଛି, ମୁଣ୍ଡ ଦିକ୍ ଦିକ୍ ହେଉଛି। ସତେ ଯେମିତି କିଏ ତା ମୁଣ୍ଡରେ ହାତୁଡ଼ିଟାଏ ପିଟି ଚାଲିଛି। ପାଖରେ ଥିବା ପାଣି ଗ୍ଲାସକୁ ମଧୁ ଆଡ଼କୁ ବଢ଼େଇ ଦେଇ ସୁପରିଟେଣ୍ଡେଣ୍ଟ କହିଲେ, ମଧୁ, ଆଜି ତୋର ପାଳି। ତୋ ମନ ଭିତରେ ଦବି ରହିଥିବା କଥାଗୁଡ଼ା ବାହାର କରିଦେ। ଦେଖିବୁ ବେଶ ହାଲୁକା ଲାଗିବ। ଭୟ ନାହିଁ, କହି ଚାଲ। ସାହସ ପାଇଲା ମଧୁ। ଢୋକେ ପାଣି ପିଇ ପୁଣି ଆରମ୍ଭ କଲା। ପିଲାଙ୍କ ସଙ୍ଗେ ମୋର ଦିନ ବେଶ ଖୁସିରେ କଟି ଯାଉଥିଲା ଆଜ୍ଞା। 3 ବର୍ଷ ତଳେ ମୋ ଜୀବନରେ ଏମିତି ଏକ ଦୁର୍ଦ୍ଦିନ ମାଡ଼ି ଆସିଲା। ବିଏ ପରୀକ୍ଷା ଚାଲିଥାଏ। ସବୁଦିନ ପରି ସମସ୍ତଙ୍କ ରୁମ୍ ଝାଡ଼ୁ ମାରି ମୁଁ ମୋ ରୁମ୍ରେ ଥାଏ। ପିଲାଏ ପରୀକ୍ଷା ଦେଇସାରି ଫେରୁଥାନ୍ତି। ହଠାତ୍ ମୋ କବାଟରେ ଧଡ଼ ଧଡ଼ ଶବ୍ଦ ଶୁଣି ମୁଁ ଧଡ଼ପଡ଼ ହୋଇ ଉଠି କବାଟ ଖୋଲୁ ଖୋଲୁ ମୋ ଗାଲକୁ ଏକ ଶକ୍ତ ଚାପୁଡ଼ା ବସାଇ ବାବୁ ଜଣକ ଚଢ଼ା ଗଳାରେ କହିଲେ, ଶଳା, ତୋ ମୁହଁ ଦେଖି ପରୀକ୍ଷାଟା ଆଜି ମୋର ବର୍ବାଦ ହେଇଗଲା। 2 ବର୍ଷର ପରିଶ୍ରମ ବେକାର। କାଲି ସକାଳେ ଯେମିତି ତୋ ମୁହଁ ମୁଁ ନ ଦେଖେ। ଯଦି ଦେଖେଇଛୁ ମୁହଁ ଚୂନା କରିଦେବି। କିଛି ବୁଝିପାରିଲିନି। କେତେ ପିଲା ଯେ ମୋ ମୁହଁ ଦେଖି ପରୀକ୍ଷା ଦେଇଛନ୍ତି ତାର କିଛି ହିସାବ ନାହିଁ। କେତେ ବଡ଼ ଅଫିସର, କେତେ ବଡ଼ ନେତା ବି ହେଇଛନ୍ତି। ମୂର୍ଖ ଲୋକ। ଭାବିଲି ମୋ ମୁହଁରେ କିଛି ଖୁଣ ରହିଯାଇଥିବ ପରା। ନହେଲେ ଏମିତି କଥା ସେ ବାବୁ ଜଣକ କହିଥାନ୍ତେ କାହିଁକି? ସେ ବାବୁ ଜଣକ ମୋତେ ମାରିବା ପରେ ଚୁପ୍ ରହିଲେନି। ମୋ ମୁହଁ ଦେଖିଲେ ଅଶୁଭ ହୁଏ ବୋଲି ଚାରିଆଡ଼େ କହି ବୁଲିଲେ। ସେ ବର୍ଷ ତ ଚାଲିଗଲା। ତା ପର ବର୍ଷ ବିଏ ପରୀକ୍ଷା ପୂର୍ବରୁ 3-4 ଜଣ ପିଲା ମୋତେ ଡାକି କହିଲେ, ମଧୁ, ତୋ ମୁହଁ ଚାହିଁଲେ ଯଶ ନାହିଁ। ଆମେ ପରୀକ୍ଷାକୁ ବାହାରିବା ପୂର୍ବରୁ ତୁ ଘର ବନ୍ଦ କରି ଭିତରେ ରହିବୁ। ତୋତେ ବାହାରୁ ତାଲା ପକାଯିବ। ପରୀକ୍ଷା ପରେ ଯାଇ ତାଲା ଖୋଲାଯିବ। ମୋ ନାମରେ ଏ ବଦନାମଟା ବର୍ଷକୁ ବର୍ଷ ଗଡ଼ି ଚାଲିଲା। 3 ତୁଣ୍ଡରେ ଛେଳି କୁକୁର। ସେହି ହିସାବରେ ଏ ବର୍ଷ ମଧ୍ୟ ମୁଁ ତାଲା ପଡ଼ି ରହିଥିଲି। ପରୀକ୍ଷା ପରେ ଖୋଲା ହେଲି। ହେଲେ ଏ ବଦନାମର ଭାରଟା ମୋ ପାଇଁ ଅସହ୍ୟ ହେଲାଣି ଆଜ୍ଞା। ଯେଉଁ ପିଲାଙ୍କ ପାଇଁ ମୁଁ ବର୍ଷ ସାରା ପାଣି ଯୋଗାଏ ସେମାନଙ୍କ ପାଇଁ ଅଶୁଭ କେମିତି ହେବି? କଥା ସରିବା ବେଳକୁ ମଧୁ ଆଖିରୁ ଧାର ଧାର ଲୁହ। କଣ୍ଠ ରୁଦ୍ଧ ହୋଇ ଆସୁଛି। ଉପସ୍ଥିତ ପିଲାଏ ମଧୁର ଦୁଃଖରେ ସମଦୁଃଖୀ। କେତେକ ରାଗରେ ନିଆଁ ବାଣ। ମାତ୍ର ମଧୁକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କୌଣସି ପିଲାର ନାମ ପ୍ରକାଶ କରିବା ପାଇଁ ତାକୁ ବାଧ୍ୟ କରାଗଲା ନାହିଁ। ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ, ପରୀକ୍ଷା ସମୟରେ ମଧୁ ରୁମ୍ରେ ଆଉ ତାଲା ପଡ଼ିବ ନାହିଁ। ସେଦିନ ରାତିରେ 3-4 ଜଣ ପିଲା ମଧୁକୁ ଭେଟି କ୍ଷମା ମାଗିଥିବାର ନଜରରେ ପଡ଼ିଛୁ ବୋଲି କିଛି ପିଲାଏ ଫୁସଫାସ ହେଉଥିଲେ। କିନ୍ତୁ ମଧୁ ଚୁପ୍। ତା ମୁହଁରୁ କେହି କେବେ କିଛି ଶୁଣି ନାହିଁ। ପରବର୍ଷ ବିଏ ପରୀକ୍ଷା ଆସିଲାଣି। ଏଥର ପିଲାଏ ଏକ ନୂଆ ବ୍ୟବସ୍ଥା କରିଛନ୍ତି। ରୁମ୍ରେ ତାଲା ପଡ଼ି ବନ୍ଦ ରହିବା ପରିବର୍ତ୍ତେ ମଧୁ ହଷ୍ଟେଲ ଗେଟ୍ ସମ୍ମୁଖରେ ଏକ ଟେବୁଲ ଉପରେ ମେଞ୍ଚେ ଗୋଲାପ ଫୁଲ ରଖି ଦଣ୍ଡାୟମାନ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ଗୋଲାପ ଫୁଲ ଦେଇ ଶୁଭ ମନାସୁଛି ସେ। ପିଲାଏ ଗୋଲାପ ଫୁଲ ଗ୍ରହଣ ଉପରାନ୍ତେ ତା ମୁହଁ ଚାହିଁ ଖୁସିରେ ପରୀକ୍ଷା ଦେବାକୁ ଯାଉଛନ୍ତି। ଝରଝର ହୋଇ ଆନନ୍ଦାଶ୍ରୁ ଝରି ଯାଉଛି ମଧୁର ଚକ୍ଷୁ ଯୁଗଳରୁ। ଏଇଠି ମୋର ଏ ଗପଟି ଶେଷ ହେଇଛି। ଆମ ଏଇ ସମାଜରେ ଏତେ କୁସଂସ୍କାର, ଅନ୍ଧବିଶ୍ୱାସ ଭରି ରହିଛି ଯେ ସେସବୁ ଆମର ସାଧାରଣ ଜୀବନ ପ୍ରଣାଳୀକୁ ବିପର୍ଯ୍ୟସ୍ତ କରିଥାଏ। ଏ ଗପରେ ଆମେ ସେହିପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛେ। ଅନ୍ଧବିଶ୍ୱାସ ଯୋଗୁଁ ପିଲାମାନେ ଯେଉଁ ଲୋକଟି ତାଙ୍କୁ ବର୍ଷ ସାରା ପିଇବା ପାଇଁ ପାଣି ଯୋଗାଏ, ତାକୁ ତା ମୁହଁକୁ ଚାହିଁଲେ ଯଶ ନାହିଁ ବୋଲି କହି ତାକୁ ରୁମ୍ ଭିତରେ ତାଲା ପକାଇ ରଖୁଛନ୍ତି। ଇଏ ଅନ୍ଧବିଶ୍ୱାସ ନୁହେଁ ତ ଆଉ କ'ଣ?
ଆମେମାନେ ସମସ୍ତେ ଆମ ସାଧାରଣ ଜୀବନରୁ ଏହିପରି ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଉଚିତ। ଆଜି ମୋର ଗପର ଲେଖିବାର ଉଦ୍ଦେଶ୍ୟ ଏହା ଥିଲା ଯେ ଆମେମାନେ ଅନ୍ଧବିଶ୍ୱାସକୁ ଆଖି ବୁଜି ଗ୍ରହଣ କରିବା ଉଚିତ ନୁହେଁ। ଆଜି ମୋର ଗପଟି ଏଇଠି ମଧୁ ଗପଟି ଏଇଠି ଶେଷ ହେଇଛି। ଏ ଗପଟି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନଙ୍କର ମତାମତ ଦେଇ ଜଣେଇବେ। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ଥରେ କହୁଛି, ଯଦି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଆପଣଙ୍କର ଜଣେ ବନ୍ଧୁକୁ ସେୟାର କରିବେ। ଆଜି ପାଇଁ ଏତିକି, ରହିଲି। ନମସ୍କାର। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।